କାନ୍ଦୁଛନ୍ତି କିନ୍ତୁ ସେ ପ୍ରଭୁଙ୍କ କୋଳରେ ଏପରି ଖୁସିରେ ଅଛନ୍ତି। ଏହା ପାଶରେ ଜାଣନ୍ତୁ ନାହିଁ। ଗୋଟେ ପଦ ଦେଖାଇବା ପାଇଁ ଇଚ୍ଛା କରୁଛି। ଯୋହନ ଲିଖିତ ସୁସମାଚାର 16 ଅଧ୍ୟାୟ 16 ପଦ ଆଉ 20 ପଦ ପଢିବା କି? ଯୋହନ 16 ମୁଁ ପଢୁଛି ମାଇକ ରେ। ଯୋହନ ଲିଖିତ ସୁସମାଚାର 16 ପର୍ବର 16 ପଦ ଓ 20 ପଦ ଆମେ ଶୁଣିବା। ଅଳ୍ପ ମାତ୍ର ସମୟ ରହିଲା, ତୁମେମାନେ ମୋତେ ଆଉ ଦେଖିବ ନାହିଁ। ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମେମାନେ ମୋତେ ଦେଖିବ। 20 ପଦ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ରୋଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦ କରିବ। ତୁମ୍ଭେମାନେ ଦୁଃଖିତ ହେବ, କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ। ଆମେନ୍। ହାଲେଲୁୟା। ପ୍ରଭୁଙ୍କର ଦାସଙ୍କ ଠାରୁ 1997 ପ୍ରଥମ ଥର ମୋର ପରିଚୟ ହେଲା। ବହୁତ ଛୋଟ ଥିଲି। 95 ବହୁତ ଛୋଟ ଥିଲି ଆଉ ତାଙ୍କୁ କେବଳ ଈଶ୍ୱରଙ୍କର ଦୂତ ପରି ଦେଖୁ ଦେଖୁ ରହିଗଲି। ରାତି ସାରା ତାଙ୍କ ପାଖରେ ମୁଁ ବାକ୍ୟ ଶୁଣିଲି। ଏକଲା ବସିକି ତଳେ ବସିକି ବାକ୍ୟ ଶୁଣିଲି। ଆଉ ଆଜି ମୁଁ ଯେଉଁ ସେବା କରୁଛି ତାଙ୍କ ଠାରୁ ହିଁ ଶିଖିଛି। ଆଉ ସମୟ ନାହିଁ, ବିଳମ୍ବ ହେଇଯିବ। ପ୍ରଭୁ ଇଚ୍ଛା ଥିଲେ ପରେ କେବେ ଶୁଣିବ। ବହୁତ କିଛି ଅଛି ତାଙ୍କ ବିଷୟରେ କହିବା ପାଇଁ। ଗୋଟେ କଥା କହିବା ପାଇଁ ଆଉ କହିକି ଉତ୍ସାହିତ କରିବା ପାଇଁ ଇଚ୍ଛା କରୁଛି। ସେ ବର୍ତ୍ତମାନ ପ୍ରଭୁଙ୍କ କୋଳରେ ତାଙ୍କର ଜୀବନ କାଳର ସେବା ସାରିକି ଚାଲି ଯାଇଛନ୍ତି। ଆଉ ମୁଁ ଯେତେବେଳେ ତାଙ୍କର କଥା ଶୁଣିଲି 22 ତାରିଖରେ ମୁଁ ବି ଜର୍ଣ୍ଣିରେ ଥିଲି। ଆଉ ଗୋଟେ କଥା ମନରେ ପଡ଼ିଲା ମୋତେ, ମୋର ବାରି କେବେ କି ବୋଲି। ଆମେ ବି ଲାଇନରେ ଅଛୁ, କିନ୍ତୁ ଦୁଃଖ କରନ୍ତୁ ନାହିଁ। ପ୍ରଭୁଙ୍କ ଠାରେ ଯେଉଁମାନେ ଅଛନ୍ତି ସେମାନଙ୍କର ମୃତ୍ୟୁ ନୁହେଁ, ସେମାନେ ଅନ୍ୟ ରାଜ୍ୟକୁ ଅନ୍ୟ ଜଗତକୁ ଫେରି ଯାଇଛନ୍ତି। ପ୍ରଭୁ ସେମାନଙ୍କୁ ଡାକି ନିଅନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ସମୟରେ ପୁନର୍ବାର ଆମେ ପ୍ରଭୁ